ଆମ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଆମେ ମସଲା ଭାବେ ବ୍ୟବହାର କରୁ, କିନ୍ତୁ ସେଥିରେ ଲୁଚି ରହିଥାଏ ଅନେକ ଔଷଧୀୟ ଗୁଣ। ସେଥିମଧ୍ୟରୁ ଅନ୍ୟତମ ହେଉଛି ଜୁଆଣି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇବା ଦ୍ୱାରା ଶରୀରରେ କେମିତି ଚମତ୍କାର ହୋଇଥାଏ? ଆସନ୍ତୁ ଜାଣିବା ଆଜିର ଏହି ରିପୋର୍ଟରେ। ପ୍ରଥମ ବଡ଼ ଲାଭ ହେଉଛି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଜୁଆଣି। ଯଦି ଆପଣଙ୍କୁ ଗ୍ୟାସ୍, ବଦହଜମ କିମ୍ବା ଏସିଡିଟି ଭଳି ସମସ୍ୟା ହେଉଛି, ତେବେ ଜୁଆଣି ପାଣି ଆପଣଙ୍କ ପାଇଁ ବରଦାନଠୁ କମ୍ ନୁହେଁ। ଏଥିରେ ଥିବା ଥାଇମୋଲ ହଜମ କରୁଥିବା ଏନ୍ଜାଇମ୍କୁ ସକ୍ରିୟ କରିଥାଏ, ଯାହା ପେଟ ସଫା ରଖିବାରେ ସାହାଯ୍ୟ କରେ। ଦ୍ୱିତୀୟରେ, ଯେଉଁମାନେ ନିଜର ବଢ଼ୁଥିବା ଓଜନକୁ ନେଇ ଚିନ୍ତିତ, ସେମାନଙ୍କ ପାଇଁ ଜୁଆଣି ପାଣି ଖୁବ୍ ଉପଯୋଗୀ। ଏହା ଶରୀରର ମେଟାବଲିଜମକୁ ବଢ଼ାଇଥାଏ, ଯାହାଦ୍ୱାରା ଶରୀରରେ ଅଦରକାରୀ ଚର୍ବି ଶୀଘ୍ର କମିବାକୁ ଲାଗେ। ପ୍ରତିଦିନ ସକାଳେ ଏହି ପାଣି ପିଇଲେ ମେଦବହୁଳତା ଦୂର ହୋଇଥାଏ। କେବଳ ପେଟ ନୁହେଁ, ଥଣ୍ଡା ଓ କାଶରୁ ରକ୍ଷା ପାଇବା ପାଇଁ ମଧ୍ୟ ଜୁଆଣି ପାଣି ଲାଭଦାୟକ। ଏହାର ପ୍ରକୃତି ଗରମ ହୋଇଥିବାରୁ ଏହା ଛାତିରେ ଜମିଥିବା କଫକୁ ସଫା କରିବାରେ ସାହାଯ୍ୟ କରେ। ଯଦି ଆପଣଙ୍କର ଦୀର୍ଘ ଦିନରୁ କାଶ ଲାଗି ରହୁଛି, ତେବେ ଉଷୁମ ଜୁଆଣି ପାଣି ପିଇ ଦେଖନ୍ତୁ, ତୁରନ୍ତ ଆରାମ ମିଳିବ। ମହିଳାମାନଙ୍କ ପାଇଁ ଜୁଆଣି ମଧ୍ୟ ଖୁବ୍ ଲାଭଦାୟକ। ବିଶେଷ କରି ମାସିକ ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଜୁଆଣି ପାଣି ଏକ ପ୍ରାକୃତିକ ଉପଚାର। ରାତିରେ ଗୋଟେ ଚାମଚ ଜୁଆଣିକୁ ଗୋଟେ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ। ସକାଳେ ସେହି ପାଣିକୁ 5 ମିନିଟ୍ ଯାଏଁ ଫୁଟାଇ ଛାଣି ଦିଅନ୍ତୁ ଏବଂ ଏହା ହାଲକା ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ତେବେ ଦର୍ଶକ ବନ୍ଧୁ, ପ୍ରତିଦିନ ଏଭଳି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।